ନୂଆ ଓ କାର୍ଯ୍ୟକ୍ରମକୁ ନେଇ ମୁହାଁମୁହିଁ ହେଲେ ଅଧ୍ୟକ୍ଷ ଓ ଅଧ୍ୟାପକ। ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ପାଇଁ ଦାବି କଲେ ଅନୁଷ୍ଠାନର ଛାତ୍ରଛାତ୍ରୀ ଓ ଅଭିଭାବକ। ରାଜ୍ୟ ସରକାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କର କ୍ରୀଡ଼ା, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟର ଭୌତିକ ବିକାଶ ପାଇଁ ନୂଆ ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିପରି ଭାବରେ ପିଲାମାନଙ୍କର ଲୁକାୟିତ ପ୍ରତିଭାକୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥାପନ କରୁଛନ୍ତି, କୃତି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଉଛି। କିନ୍ତୁ ସତେ ଯେମିତି ଏଠାରେ ତାହା ବିଫଳ ହୋଇଛି। ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ସାଧୁଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତେଘରିଠାରେ ହୋଇଥିବା ନୂଆ ଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ଆସିଥିବା 3 ଲକ୍ଷ ଅର୍ଥକୁ ଠିକ୍ ଭାବରେ ବିନିଯୋଗ ନ ହୋଇ ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଛି। ଏହି କାର୍ଯ୍ୟକ୍ରମରେ ଦାୟିତ୍ୱରେ ଥିବା ନୋଡାଲ ଅଫିସର ସୁଶାନ୍ତ କୁମାର ସାହୁଙ୍କ ବିନା ଅବଗତିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଚଞ୍ଚକତା କରି ଅନ୍ୟ ଅଧ୍ୟାପକଙ୍କୁ ନେଇ ଅବ୍ୟବସ୍ଥା ମଧ୍ୟରେ କାର୍ଯ୍ୟକ୍ରମ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା, କ୍ରୀଡ଼ା, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟ ଦାୟିତ୍ୱରେ ଥିବା ଛାତ୍ରମାନଙ୍କୁ କୌଣସି ଖର୍ଚ୍ଚର ସୂଚନା ନ ଦେଇ ଚଞ୍ଚକତା କରି ଅନୁଷ୍ଠାନର ଅଧ୍ୟକ୍ଷ ଏକ ସାଧା କାଗଜରେ ପିଲାଙ୍କ ଦସ୍ତଖତ କରାଇ ନେଇଛନ୍ତି ବୋଲି ଦୃଢ଼ ଅଭିଯୋଗ ହୋଇଛି। ଛାତ୍ରଛାତ୍ରୀମାନଙ୍କ ଉପସ୍ଥାପନର ଶତକଡ଼ା କେତେ ତାହା ନୋଟିସ ନ କାଢ଼ି କମ୍ ମନ ଇଚ୍ଛା ଜରିମାନା ଆଦାୟ କରୁଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ। ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଲାଇବ୍ରେରୀ ହଲ୍ଟି ଏବେ ଧାନ ଖଟି ଭାବେ ବ୍ୟବହାର କରାଯାଉଛି। ବିଦ୍ୟାଳୟର କୌଣସି କମିଟି ଗଠନ ନ କରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ନାମରେ ଅର୍ଥ ହରିଲୁଟ ହେଉଥିବା ଜଣାପଡ଼ିଛି। ଏହି ଦୁର୍ନୀତି ସମ୍ପର୍କରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି। ଏହି ଅଭିଯୋଗ ସମ୍ପର୍କରେ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ମୋବାଇଲ ନମ୍ବର ଯୋଗେ ଯୋଗାଯୋଗ କରିବାରୁ ସେ ଫୋନ୍ ଉଠାଇ ନଥିଲେ। ଜଳେଶ୍ୱରରୁ ସୁକୁମାର ରଣାଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।